ସ୍ୱାଗତ କରୁଛି ଆଉ ଗୋଟେ ମୋର ନ୍ୟୁ ବ୍ଲଗିଂ ଭିଡ଼ିଓରେ। ଆଉ ମୁଁ ହେଉଛି ତୁମମାନଙ୍କର ଭାଇ ଆଉସୁନ ଡିଏକ୍ସ। ଆଉ ଆଜିର ଭିଡ଼ିଓ ଆପଣମାନଙ୍କୁ ସମସ୍ତଙ୍କୁ ଭଲ ଲାଗିବ, କାହିଁକିନା ଆଜି ମୁଁ କିଛି ଅଲଗା କରିବାକୁ ଯାଉଛି, ଯାହାକି ମୁଁ ମୋ ଭାଇମାନଙ୍କୁ ଫୋନ୍ କରିବି। ଫୋନ୍ କଲା ପରେ ତାଙ୍କ ସହ କିଛି ପ୍ରାଙ୍କ୍ କରିବି। ଫାର୍ଷ୍ଟରେ ମୁଁ ସାଇଲେଣ୍ଟ ୱେକୁ ଫୋନ୍ କରୁଛି। ତାକୁ ଫୋନ୍ କଲା ପରେ ଆମେ କିଛି ତାକୁ ଡରେଇଲା ପରେ ତାକୁ କିଛି କହିବା ଆଉ ପଚାରିବା, ଠିକ୍ ଅଛି। ତ ଏ ଫୋନ୍ରେ ମୁଁ ଫୋନ୍ କରୁଛି, ଏଇଟା ହେଉଛି ମୋ ଭାଇ ମୁକେଶର ଫୋନ୍, ଦେଖିପାରୁଥିବେ। ଚାଲ ତାକୁ ଫୋନ୍ କରିବା, ଆପଣମାନେ ବି ଶୁଣନ୍ତୁ ଆଉ ମଜା ନିଅନ୍ତୁ। ଆପଣଙ୍କ ଦ୍ୱାରା ଡାଏଲ କରାଯାଇଥିବା ନମ୍ବରଟି ବର୍ତ୍ତମାନ ବ୍ୟସ୍ତ ଅଛି, ଦୟାକରି କିଛି ସମୟ ପରେ ଡାଏଲ କରନ୍ତୁ। ବୋଧେ ଲାଗୁଛି ସେ ମୁକେଶର ନମ୍ବରକୁ ବ୍ଲକ୍ କରିଛି। ଚାଲ ଆଉ ଗୋଟେ ଥର ଟ୍ରାଏ କରି ଦେଖିବା। ଆପଣଙ୍କ ଦ୍ୱାରା ଡାଏଲ କରାଯାଇଥିବା ନମ୍ବରଟି ବର୍ତ୍ତମାନ ବ୍ୟସ୍ତ ଅଛି, ଦୟାକରି କିଛି ସମୟ ପରେ ଡାଏଲ କରନ୍ତୁ। अरे यार, से मुकेश नंबर को ब्लॉक कर दिए। तब कौन करिया? लगे देखा ଆପଣଙ୍କ ଦ୍ୱାରା ଡାଏଲ କରାଯାଇଥିବା ନମ୍ବରଟି ବର୍ତ୍ତମାନ ବ୍ଲକ୍ କରାଯାଇଛି ଏ ନମ୍ବରକୁ। ତ ଆଉ ଗୋଟେ ନମ୍ବର ଆମେ ଡାଏଲ୍ କରିବା, ଯାହାକି ସିଙ୍କୁ ଭାଇର। ଚलो ସେ ନମ୍ବରକୁ ଲେଖିବା, ଯାହା ଖାତାରେ ଲେଖିକି ଆଣିଛି, କାହିଁକିନା ମୋ ଫୋନ୍ରେ ଭିଡ଼ିଓ ସୁଟ୍ ହେଉଛି। ସେଥିପାଇଁ ସେ ଖାତାରେ ଯାହାର ନମ୍ବର ଲେଖା ହେଇଛି ସେ ଖାତାରେ ଦେଖିକି ମୁଁ ଏଠି ମାରିବି, ମାରିଲା ପରେ ଫୋନ୍ କରିବା, ଠିକ୍ ଅଛି। Seven, 8, 5, 6, 9, 4, 5, 9. तो गैस ମୁଁ ସିଙ୍କୁ ଭାଇର ନମ୍ବରଟା ମାରିଲି, ଦେଖିପାରୁଥିବା, ଯାହାକି ଆମର ଆରିଆନ A5। ତ ତାକୁ ଫୋନ୍ କରିବା ଆଉ ତାଙ୍କର ମଜା ନେବା। ଚଲ रिंग हो भाई, बट जानी सी रिसीव कर या रिसीव करनी, कहीं न्यू नंबरटा जाऊँगी ता पाखु। जो रिसीव कर भल कथा, जो रिसीव कर रिसीव कला। हेलो हेलो हेलो, हाँ मुझे सिटी कॉलेज प्रिंसिपल कहती। ना ना, तुम से दिन जो एमएल एग्जाम देवा आसथिल, तुम से दिन जो एमएल एग्जाम देवा आसथिल, हाँ से दिन सीसी कैमेरा रे तुमर किसी लीक हो जाए। एबे तुम रिसेंटली आसती पार ऑफिस को? हाँ हाँ, सेटा जदि तुम आसबनी ताहले सार कहते कि पिला को एमती करदे बोली। हाँ ନାଇଁ ନାଇଁ ନାଇଁ, ତମେ ଗୋଟେ କାମ କର, ତମର ଗୋଟେ ଲିକ୍ ହେଇଛି। ମୁଁ ତମ ପ୍ରିନ୍ସିପାଲ କହୁଥିଲି, ଠିକ୍ ଅଛି, ସିଟି କଲେଜରୁ। ତମେ ଯଦି ଆସିବନି ତାହେଲେ ତମର ହିଁ ପ୍ରୋବ୍ଲେମ୍ ହେବ। ବୁଝୁଛ ନା ନାଇଁ? ମତେ ଲାଗୁଛି ସେ ପିଲାଟା ମୋ ଭଏସ୍ ଚିହ୍ନି ଦେଲା। କଲିକଟ ସରିନି କିଏ? ମୁଁ ତମ ଟିଚର କହୁଥିଲି। ମୁଁ ପ୍ରେମ କୁମାର ଦାସ କହୁଥିଲି। କାଟିଦେଲା ଭାଇ।
ଆଉ ଗୋଟେ ଥର ଟ୍ରାଏ କରିଦେବା ଠିକ୍ ଅଛି। ଆଉ ଗୋଟେ ଥର ମୋତେ ଲାଗୁଛି ସେ ମୋ ଭଏସ୍ଟା ଚିହ୍ନି ଦେଲା। ହ୍ୟାଲୋ, ତମକୁ ଧରା ପଡ଼ୁନି? ତମେ ଏବେ ରିସେଣ୍ଟଲି ଆସିବ ୟା ଆସିବନି? ମୁଁ ସାର୍କୁ କହିଦେବି ସେ ଅନୁଯାୟୀ। କ'ଣ? ଶୁଣ, ତମେ ଯଦି ଏବେ ରିସେଣ୍ଟଲି ଆସିବ ତାହେଲେ ତମ ଟିକେ ଅଫିସରେ କଥା ହେବ। କଥା ହେଲା ପରେ କ'ଣ କରାହେବ କ'ଣ ନାହିଁ ସେଇଟା ତମେ କଥା ହେବ ସାର୍ଙ୍କ ସହିତ। ଠିକ୍ ଅଛି, ସେଇଟା ପାଇଁ ମୁଁ ତମକୁ କହୁଛି ଆସ ବୋଲି। ହ୍ୟାଲୋ, ଏମିତି କଥା ହେଉଛି ମୋ ସହିତ। ମୋତେ ଲାଗୁଛି ଯେ ମୋତେ ମୋ ଭଏସ୍ଟା ଚିହ୍ନି ଦେଲେ ତାଙ୍କେ। ଠିକ୍ ଅଛି। ହ୍ୟାଲୋ, ଏବେ ଭାଇ ମୋତେ ଜାଣିଦେଲେ। ଠିକ୍ ଅଛି, କହିଦେଲା। ହ୍ୟାଲୋ ଭାଇ, ମୁଁ ତୋ ସହିତ ଜଷ୍ଟ ପ୍ରାଙ୍କ୍ କରୁଥିଲି ଭାଇ ତୋ ସହିତ। କୋଉଠି ଅଛ? ରୁମ୍ରେ ଅଛ? ସୁସ୍ଥି ଅଛି? ଆଉ କିଛି କରିବା ଭାବେ ନାହିଁ ନା? ଆଉ ତ ଏ ଆମର ସିଙ୍କୁ ଭାଇ ମୋ ଭଏସ୍ଟା ଚିହ୍ନି ଦେଲା। ତ ଚାଲ ଆଉ ଗୋଟେ ଭାଇକୁ ପ୍ରାଙ୍କ୍ କରିବା, ଯାହାକି ମୋର ଫ୍ରେଣ୍ଡ ବିଶ୍ୱ। ସେ ତ ଏବେ ବେରାମପୁରରେ ନାହିଁ, ସେ ଗାଁକୁ ପଳେଇଛି। ଆଉ ଫୋନ୍ ଲାଗିବ ୟା ନ ଲାଗିବ ମୁଁ ତ ଜାଣିନି ସେଇଟା। ତ ଚାଲ ଟ୍ରାଏ କରି ଦେଖିବା। ଯଦି ଲାଗିଲା ତାହେଲେ ଭଲ କଥା, ଯଦି ଲାଗିବନି ତାହେଲେ ଦୁଃଖର କଥା। ଆଉ ଭାଇ, ମୁଁ କିଛି ଅଧିକ ଡରେଇବି ବୋଲି ଭାବିଥିଲି, ବଟ୍ ମୁଁ ଭଏସ୍ ଚେଞ୍ଜ କରିପାରିଲିନି। ଏଇଟା ମୋର ଭୁଲ। ଆଉ ସୁସ୍ଥିର ଭାଇ, ତ ଯଦି ସୁସ୍ଥିର ଭାଇ ଦେଖୁଛ ତାହେଲେ ମୁକେଶ ଭାଇର ନମ୍ବରକୁ ଅନବ୍ଲକ୍ କର। ମୁଁ ତୁମକୁ ଫୋନ୍ କରିଥିଲି। ଠିକ୍ ଅଛି। ଏବେ ମାରିବା ଆମର ଇସୁ ଫ୍ରେଣ୍ଡର ନମ୍ବର। ଠିକ୍ ଅଛି। ନମ୍ବର ମାରି ଦେଇଛି, ଦେଖିପାରୁଥିବେ ଆପଣମାନେ। ଚାଲ ତାକୁ ଫୋନ୍ କରିବା। ଫୋନ୍ କଲା ପରେ ତାକୁ ପଚାରିବା ତୁମେ ବେରାମପୁରରେ ରହୁଛ ନା ରେଲୱେ ଷ୍ଟେସନ୍ ପାଖରେ। ଆଡ୍ରେସ୍ ଫାଡ୍ରେସ୍ ସବୁ ଜଣା ଭାଇ ମୋତେ। ତାପରେ ତାଙ୍କୁ ଫୋନ୍ କରିକି ପଚାରିବା ଯାହା ପଚାରିବା କଥା। ଆପଣ ଯେଉଁ ନମ୍ବରରେ ସମ୍ପର୍କ କରିବାକୁ ଚାହୁଁଛନ୍ତି ତାହା ତ ଫାଇନାଲି ସବୁ କିଛି ସମାପ୍ତ ହୋଇଯାଇଛି। ଆଉ ମୁଁ ଆଜି ହେଇଛି ପ୍ରାଙ୍କ୍ରୁ ଫେଲ୍। ଆଉ କେବେ ନା କେବେ ପାସ୍ ହେବାକୁ ଚେଷ୍ଟା କରିବା। ଫାର୍ଷ୍ଟରେ ମୁଁ ସୁସ୍ଥିର ଭାଇକୁ ଫୋନ୍ କଲି। ସୁସ୍ଥିର ଭାଇ ମୁକେଶ ଭାଇର ନମ୍ବରକୁ ବ୍ଲକ୍ କରିଦେଇଥିଲେ। ଯଦି ସୁସ୍ଥିର ଭାଇ ଦେଖୁଛ ତାହେଲେ ମୁକେଶ ଭାଇର ନମ୍ବରକୁ ଅନବ୍ଲକ୍ କର। ଠିକ୍ ଅଛି। ଆଉ ସେକେଣ୍ଡରେ ମୁଁ ସିଙ୍କୁ ଭାଇକୁ ଫୋନ୍ କଲି। ସିଙ୍କୁ ଭାଇ ରିସିଭ୍ କଲେ। ଆଉ କିଛି କଥା ହେଲୁ ତାଙ୍କ ସହିତ, ବଟ୍ ତାଙ୍କେ ମୋ ସହରକୁ ଫାଟକିନା ଚିହ୍ନି ଦେଲେ। ଚିହ୍ନି ଦେଲା ପରେ ସେ ମୋତେ କହିଲେ କି ତୁମେ ଆମସନ୍ କହୁଛ, ମୁଁ ତୁମକୁ ଜାଣିଛି, ତୁମେ କଲିକଟରେ ପଢ଼ୁଥିଲ, ସାଇନ୍ସ ଧରିଥିଲ, ଏମିତି ସବୁ କିଛି କହିବା ରହେ। ମୁଁ କହିଦେଲି ମୁଁ ତୁମ ସହିତ ବାସ୍ ଟିକେ ପ୍ରାଙ୍କ୍ କରୁଥିଲି। ଯିବାରୁ ଭାଇ କହିଲେ ଠିକ୍ ଅଛି ଭାଇ, ମୁଁ ଜାଣିଥିଲି ତୁମେ ମୋ ସହ ପ୍ରାଙ୍କ୍ କରୁଥିବ ବୋଲି। ମୁଁ ତ କେବେ କପି ଧରିକି ଯାଏନି ଭାଇ ଏକ୍ଜାମ୍ରେ, ସେମିତି କହୁଥିଲେ ଭାଇ। ଆଉ ତାପରେ ଥାର୍ଡ଼ରେ ମୁଁ ଫୋନ୍ କଲି ଈଶୁକୁ, ଯାହାକି ମୋ ସାଙ୍ଗ। ତାକୁ ଫୋନ୍ କଲି, ବଟ୍ ତା ନମ୍ବର ସୁଇଚ୍ ଅଫ୍ ଦେଖେଇଲା। ତାପରେ ମୁଁ ଆଉ କାହାକୁ ଫୋନ୍ କରିନି, କାହିଁକିନା ମୁଁ ମୋ ମୋବାଇଲରେ ରେକର୍ଡ଼ିଂ କରୁଛି। ହେଲେ ଆଉ କେଉଁ ପିଲାମାନଙ୍କୁ ଫୋନ୍ କରିବି ବୋଲି ଚାହିଁଥିଲି, ବଟ୍ ଆଉ କାହାକୁ ଫୋନ୍ କରିବିନି। ତ ଆଇ ହୋପ୍ ଆଜିର ଭିଡ଼ିଓ ଆପଣମାନଙ୍କୁ ସମସ୍ତଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ, ଆଉ ସେୟାର କରିବେ, ଆଉ ସବସ୍କ୍ରାଇବ୍ କରିବେ, ଆଉ କମେଣ୍ଟସ୍ କରିବାକୁ ଭୁଲିବେ ନାହିଁ। ତ ଏମିତି ଆପଣମାନଙ୍କ ସହ ଦେଖା ହେବା
नेक्स्ट ब्लॉगिंग वीडियो है। तब तक के लिए बाय बाय गाइस।